ଆଜ୍ଞା ନମସ୍କାର ସାଙ୍ଗମାନେ। ଆଜି ଆମେ ୱାୟାର କେମିତି ଯୋଡ଼ିବା, କେମିତି ଯୋଡ଼ିଲେ ସଠିକ୍ ଭାବରେ ରହିବ, ୱାୟାର ଚେଞ୍ଜ ହେଇଯିବ କିନ୍ତୁ ୱାୟାର କେବେ ବି ଖସିବ ନାହିଁ, ସେ ପ୍ରଣାଳୀ ଯାକ ଶିଖିବା। ଦେଖେଇବି ନର୍ମାଲ ଯେମିତି ୱାୟାର ଯୋଡ଼ାଏ ସେଇଟା ବି ଦେଖାଯାଏ, ତାର ପ୍ରୋବ୍ଲେମ୍ ଅସୁବିଧା କ'ଣ ଅଛି ତା ବି ଦେଖେଇବି। ଆଉ ମୁଁ ଯେଉଁ ପ୍ରଣାଳୀ କରୁଛି ସେ ପ୍ରଣାଳୀ କଲେ କ'ଣ ଅସୁବିଧା ହେବନି ସେଇଟା ମଧ୍ୟ ମୁଁ ଦେଖେଇବି। ଆକୁ ପ୍ରଥମେ କ'ଣ କରିବେ, ଛିଲି ଦେବେ। ନର୍ମାଲ ଲୋକମାନେ ଏମିତି ଆମର ୱାୟାରକୁ ମୋଡ଼ନ୍ତି। ଏମିତି ମୋଡ଼ିଲେ ଅସୁବିଧା କ'ଣ ହେବ, ଆମେ ଯେତେବେଳେ ଗୋଟା ଅଧା ରହିଯାଇଥିବ ୱାୟାର ଯେତେବେଳେ ଆମେ ଝିକିବା ସେଟା ଧୀରେ 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 ଖସିଗଲା। ଆମେ ଯଦି ୱାୟାରିଂ କରିଥିବା ପାଇପ୍ ମଝିରେ ଏଇଟା ଝିକିଲା ବେଳକୁ ଖସିଯିବ। ବେଳେବେଳେ ଆମେ ୱାୟାରିଂ କଲା ବେଳକୁ ୱାୟାର ଅଧା ସର୍ଟ ହେଇଯାଉଛି, ଅଧା ଜାଗାରେ ପହଞ୍ଚୁଛି, ଅଧା ଜାଗାରେ ପହଞ୍ଚୁ ନାହିଁ। ସେଇଟା ଏମିତି ଯୋଡ଼ିବା, ଝିକିଲା ବେଳକୁ ଆମର ୱାୟାର ଖସିଯିବ। ଆଉ ଗୋଟେ ପ୍ରଣାଳୀ ଲୋକମାନେ କରନ୍ତି, ଦେଖନ୍ତୁ ଏ ୱାୟାରର ଅଧା, ଏ ୱାୟାରର ଅଧା ଏମିତି କରନ୍ତି। ଏମିତି କରି ମୋଡ଼ନ୍ତି। ଏଇଟା ବି ଠିକ୍, ତା ଅପେକ୍ଷା ଟିକେ ଷ୍ଟ୍ରଙ୍ଗ ରହିବ ଏଇଟା, କିନ୍ତୁ ଏଇଟା ବି ଖସିଯିବ। ଖସିଗଲା, ହେଲା। ଦେଖନ୍ତୁ ଏବେ ଯେଉଁ ମୁଁ ୱାୟାର ମୋଡ଼ିବାକୁ ଦେଖେଇବି, ଏଇଟା ହେଉଛି ଇଏ ବି ଖସିବ ନାହିଁ। ପ୍ରଥମେ ୱାୟାରକୁ ଛେଲି ଦେଇ ମୋଡ଼ିଦେବେ, ଦୁଇଟା ଯାକ ୱାୟାର ମୋଡ଼ିଦେବେ, ବୁଝିପାରିଲେ। ତାପରେ ବେଣ୍ଡ କରିବେ। ବେଣ୍ଡ କଲେ ଆକୁ ବି ଏମିତି ବେଣ୍ଡ କରିବେ, ହେଲା। ଗୋଟେକୁ ଉପର ଆଡ଼େ ଏମିତି ଟେକିବେ, ଏମିତି ଧରିବେ, ଏମିତି ଉପର ଆଡ଼େ ଟେକିବେ। ଆଉ ଗୋଟେ ଏଇଟାକୁ ଧରି ତଳ ଆଡ଼େ ମୋଡ଼ିବେ, ବୁଝିପାରିଲେ। ଗୋଟେ ହେବ ଉପର ଆଡ଼େ ଧରି ମୁଣ୍ଡକୁ ତଳ ଆଡ଼େ, ଆଉ ଗୋଟେ ଉପର ଆଡ଼େ। ଦେଖନ୍ତୁ ଏଇଟା ହେଲା ଉପର ଆଡ଼େ, ଏଇଟା ହେଲା ତଳ ଆଡ଼େ, ବୁଝିପାରିଲେ। ତାପରେ ଏମିତି ଧରିବେ, ଏମିତି ରଖିବେ, ବୁଝିପାରିଲେ। ଏଇଟା ଯିବ ଏଇ ୱାୟାର ଭିତରକୁ, ଏଇଟା ଯିବ ଏଇ ୱାୟାର ଭିତରକୁ। ଦେଖନ୍ତୁ ଏ ୱାୟାର ଆପଣ ଯେତେ ଝିକିଲେ ବି ଖସିବ ନାହିଁ, ବୁଝିଗଲା। ଏଇଟା ତ ହେଇଗଲା, ଦେଖନ୍ତୁ ପୁରା ଷ୍ଟ୍ରଙ୍ଗ। ଯେତେ ବି ଝିକନ୍ତୁ ଆପଣ ଖସିବ ନାହିଁ। ଦେଖନ୍ତୁ ମୁଁ ଝିକୁଛି, ବୁଝିପାରିଲେ। ଏଇଟା ହେଇସାରିଲା ପରେ ତାକୁ ବ୍ଲାକ୍ ଟେପ୍ ଗୁଡ଼େଇ ଦେବ। କାହିଁକିନା ପୁରା ୱାୟାର ଭଳିଆ ଦେଖାଯିବ, କଟିଂ ଆଉ ରହିବ, ଦେଖାଯିବ ନାହିଁ। ହେଇଗଲା ୱାୟାର। ଦେଖନ୍ତୁ ଯେତେ ଝିକିଲେ ବି ଖସିବାର ନାହିଁ। ଭିଡ଼ିଓଟା ଭଲ ଲାଗିଲେ ଦୟାକରି ଲାଇକ୍ କରିଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର।